ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। ଭାରତ ଫିନଲ୍ୟାଣ୍ଡ ମଧ୍ୟରେ ଆଜି ପରିବେଶ, ପ୍ରବାସନ ଏବଂ ପରିସଂଖ୍ୟାନ ସମ୍ପର୍କିତ ବୁଝାମଣାପତ୍ର ସ୍ୱାକ୍ଷରିତ। ରାଇସିନା ବାର୍ତ୍ତାଳାପର ଏକାଦଶ ସଂସ୍କରଣକୁ ଆଜି ସନ୍ଧ୍ୟାରେ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ଫିନଲ୍ୟାଣ୍ଡର ରାଷ୍ଟ୍ରପତି। 37ଟି ରାଜ୍ୟସଭା ଆସନ ଲାଗି ଆଜି ହେଉଛି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ। ଆସନ୍ତାକାଲି ପ୍ରାର୍ଥୀପତ୍ର ଯାଞ୍ଚ। 275 ଆସନ ବିଶିଷ୍ଟ ନେପାଳୀ ସଂସଦ ନିର୍ବାଚନ ପାଇଁ ସୁରୁଖୁରୁରେ ଚାଲିଛି ମତଦାନ। ଏବଂ ପୁରୁଷ ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଆଜି ଦ୍ୱିତୀୟ ସେମିଫାଇନାଲରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ମ୍ୟାଚ୍। ଭାରତ ଏବଂ ଫିନଲ୍ୟାଣ୍ଡ ମଧ୍ୟରେ ପରିବେଶ ସହଯୋଗ, ପ୍ରବାସନ ଏବଂ ପରିସଂଖ୍ୟାନ ସମ୍ପର୍କିତ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫିନଲ୍ୟାଣ୍ଡର ରାଷ୍ଟ୍ରପତି ଆଲେକ୍ଜାଣ୍ଡାର ଷ୍ଟର୍ମଙ୍କ ମଧ୍ୟରେ ଦ୍ୱିପକ୍ଷୀୟ ସମ୍ପର୍କ ବୃଦ୍ଧି ନେଇ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, 2026 की शुरुआत में ऐतिहासिक भारत यूरोपियन यूनियन फ्री ट्रेड एग्रीमेंट हुआ। ये एग्रीमेंट भारत और फिनलैंड के बीच ट्रेड, इन्वेस्टमेंट और टेक्नोलॉजी सहयोग को और प्रबल करेगा। डिजिटल टेक्नोलॉजी, इंफ्रास्ट्रक्चर और सस्टेनेबिलिटी जैसे क्षेत्रों में भारत और फिनलैंड महत्वपूर्ण साझेदार हैं। ବୈଠକରେ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଭାଗିତା ସୁଦୃଢ଼ ସମେତ ବିଭିନ୍ନ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗ ସ୍ଥାନ ପାଇଥିଲା। ଉଭୟ ନେତା ପାରସ୍ପରିକ ସ୍ୱାର୍ଥଜନିତ ପ୍ରସଙ୍ଗଗୁଡ଼ିକ ଉପରେ ବୈଠକରେ ଆଲୋଚନା କରିଥିଲେ। आज विश्व एक अस्थिरता और अनिश्चितता के दौर से गुजर रहा है। ऐसे ग्लोबल एनवायरनमेंट में भारत और यूरोप दुनिया की दो बड़ी डिप्लोमेटिक पावर्स अपने संबंधों के सुनहरे दौर में प्रवेश कर रहे हैं। हमारा बढ़ता सहयोग वैश्विक स्थिरता, विकास और साझा समृद्धि को नई मजबूती दे रहा है। ଫିନଲ୍ୟାଣ୍ଡ ରାଷ୍ଟ୍ରପତି ଶ୍ରୀ ଷ୍ଟବ୍ ଗତକାଲି 4 ଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିବା ପରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂ ତାଙ୍କୁ ସ୍ୱାଗତ କରିଥିଲେ। ବିମାନ ବନ୍ଦରରେ ଶ୍ରୀ ଷ୍ଟବ୍ଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ସୂଚନାଯୋଗ୍ୟ, ଶ୍ରୀ ଷ୍ଟବ୍ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଭାବେ ଭାରତ ଗସ୍ତରେ ଆସିଛନ୍ତି। ଏହି ଗସ୍ତ କାଳରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ରାଇସିନା ବାର୍ତ୍ତାଳାପର ଏକାଦଶ ସଂସ୍କରଣକୁ ଉଦ୍ଘାଟନ କରିବେ। ଫିନଲ୍ୟାଣ୍ଡ ରାଷ୍ଟ୍ରପତି ଡକ୍ଟର ଆଲେକ୍ଜାଣ୍ଡାର ଷ୍ଟବ୍ ଉଦ୍ଘାଟନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ବୋଧନ କରିବେ। ରାଇସିନା ବାର୍ତ୍ତାଳାପ ହେଉଛି ଭାରତର ଭୂ ରାଜନୈତିକ ଏବଂ ଭୂ ଅର୍ଥନୈତିକ ସମେତ ବିଭିନ୍ନ ପ୍ରସଙ୍ଗକୁ ନେଇ ଏକ ବହୁପକ୍ଷୀୟ ବାର୍ଷିକ ସମ୍ମିଳନୀ। ଚଳିତ ରାଇସିନା ବାର୍ତ୍ତାଳାପରେ 110ଟି ଦେଶର ମନ୍ତ୍ରୀ, ପୂର୍ବତନ ରାଷ୍ଟ୍ରମୁଖ୍ୟ, ସାଂସଦ, ସାମରିକ କମାଣ୍ଡର ଏବଂ ଶିଳ୍ପ ନେତୃତ୍ୱମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଚଳିତ ବର୍ଷ ରାଇସିନା ବାର୍ତ୍ତାଳାପର ପ୍ରସଙ୍ଗ ରହିଛି ଦୃଢ଼ତା, ସାମଞ୍ଜସ୍ୟ ଓ ଉନ୍ନତି ନେଇ ସଂସ୍କାର। ଏହି 3 ଦିନିଆ ସମାରୋହରେ ନୀତି ନିର୍ଦ୍ଧାରକ ଏବଂ ଚିନ୍ତାଶୀଳ ବିଶ୍ୱ ନେତୃତ୍ୱମାନେ 6ଟି ସ୍ୱତନ୍ତ୍ର ପ୍ରସଙ୍ଗ ଉପରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେତୃତ୍ୱ ଓ କାର୍ଯ୍ୟଦକ୍ଷତାକୁ ଭୂୟସୀ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୃଢ଼ କାର୍ଯ୍ୟଦକ୍ଷତା ଦେଶର ସାଧାରଣ ନାଗରିକମାନଙ୍କୁ ଲାଭ ପ୍ରଦାନ କରିଛି ବୋଲି ଶ୍ରୀ କାର୍ନି କହିଛନ୍ତି। ଭାରତ ସହ କାନାଡାର ସମ୍ପର୍କ ଆଗାମୀ ଦିନରେ ଆହୁରି ମଜବୁତ କରିବା ଉଦ୍ଦେଶ୍ୟ ରହିଥିବା ସେ କହିଛନ୍ତି। ଅଷ୍ଟ୍ରେଲିଆର ସିଡ୍ନୀସ୍ଥିତ ଏକ ପ୍ରତିଷ୍ଠାନରେ ସମ୍ବୋଧନ କରିବା ଅବସରରେ ଶ୍ରୀ କାର୍ନି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜଣେ ଶୃଙ୍ଖଳିତ ନେତା ଭାବେ ବର୍ଣ୍ଣନା କରିଛନ୍ତି। ସାଧାରଣ ଜନମାନସରେ ଶ୍ରୀ ମୋଦିଙ୍କ ଉପସ୍ଥିତିକୁ ପ୍ରଶଂସା କରିବା ସହ ଅନେକ ସମୟରେ ଦେଶର ନାଗରିକମାନଙ୍କୁ ଶ୍ରୀ ମୋଦିଙ୍କ ଉଦ୍ବୋଧନ ତାଙ୍କ ପ୍ରତି ବ୍ୟାପକ ସମର୍ଥନ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସେ ଭାରତର ଅର୍ଥନୈତିକ ସଂସ୍କାର ଏବଂ ଡିଜିଟାଲ ପରିବର୍ତ୍ତନ ସମ୍ପର୍କରେ ଆଲୋଚନା କରିଥିବା କହିଛନ୍ତି। ଓଡ଼ିଶା ସମେତ 10ଟି ରାଜ୍ୟର 37ଟି ରାଜ୍ୟସଭା ଆସନ ଲାଗି ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ। ଆସନ୍ତାକାଲି ପ୍ରାର୍ଥୀପତ୍ର ଯାଞ୍ଚ କରାଯିବା ସହିତ 9 ତାରିଖରେ ପ୍ରତ୍ୟାହାର ଲାଗି ଦିନ ଧାର୍ଯ୍ୟ କରାଯାଇଛି। ଏହି ପର୍ଯ୍ୟାୟରେ ମହାରାଷ୍ଟ୍ରର 7ଟି, ତାମିଲନାଡୁର 6ଟି, ବିହାର ଓ ପଶ୍ଚିମବଙ୍ଗରୁ 5ଟି ଲେଖାଏଁ, ଓଡ଼ିଶାରୁ 4ଟି, ଆସାମରୁ 3ଟି, ତେଲଙ୍ଗାନା, ଛତିଶଗଡ଼ ଏବଂ ହରିୟାଣାରୁ 2ଟି ଲେଖାଏଁ ଏବଂ ହିମାଚଳ ପ୍ରଦେଶରୁ ଗୋଟିଏ ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ଏହି ନିର୍ବାଚନ ଲାଗି ଗତ ମାସ 26 ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା ବେଳେ ଆସନ୍ତା 16 ତାରିଖରେ ଭୋଟ୍ ଗ୍ରହଣ କରାଯିବ।
ଅନ୍ୟପକ୍ଷରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ନିର୍ବାଚନ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ସ୍ପଷ୍ଟ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ନୀତିଶ କୁମାର କହିଛନ୍ତି, ବିହାର ବିଧାନସଭାର ଉଭୟ ସଦନ ଏବଂ ସଂସଦର ଉଭୟ ସଦନରେ ସଦସ୍ୟପଦ ଗ୍ରହଣ କରିବା ପାଇଁ ସେ ଇଚ୍ଛୁକ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନେପାଳରେ ଆଜି ସକାଳୁ ସଂସଦୀୟ ନିର୍ବାଚନ ନିମନ୍ତେ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ସୁଶୀଲା କାର୍କି ମତଦାନ ପରେ ଗଣମାଧ୍ୟମକୁ ନିଜର ଖୁସି ଜାହିର କରିଛନ୍ତି। ଅନ୍ୟାନ୍ୟ ରାଜନୈତିକ ନେତାମାନେ ମଧ୍ୟ ମତଦାନ କରିଥିବା ସୂଚନା ମିଳିଛି। ପୂର୍ବାହ୍ନ 11ଟା ସୁଦ୍ଧା 10,90,000ରୁ ଅଧିକ ଭୋଟର ମତଦାନ କରିଛନ୍ତି। ସୂଚନାଯୋଗ୍ୟ 275 ଆସନ ବିଶିଷ୍ଟ ନେପାଳର ପ୍ରତିନିଧି ସଭା ପାଇଁ 1,90,00,000 ଭୋଟର ମତ ସାବ୍ୟସ୍ତ କରୁଛନ୍ତି। ସେଠାକାର ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ 165 ଜଣ ପ୍ରାର୍ଥୀ ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ହେବାକୁ ଥିବାବେଳେ 110 ଜଣ ଆନୁପାତିକ ପ୍ରତିନିଧିତ୍ୱ ଜରିଆରେ ନିର୍ବାଚିତ ହେବେ। ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ମଧ୍ୟରେ ଭାରତ ମଧ୍ୟକୁ ଆତଙ୍କବାଦୀମାନେ ପ୍ରବେଶ କରିବା ନେଇ ଗୁଇନ୍ଦା ବିଭାଗ ସତର୍କ କରାଇଛି। ଭାରତୀୟ ସୀମାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ ବିଭିନ୍ନ ସୁରକ୍ଷା ସଂସ୍ଥାଗୁଡ଼ିକୁ ହାଇ ଆଲର୍ଟରେ ରଖାଯାଇଛି। ଭାରତୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକର ସୂଚନା ଅନୁଯାୟୀ ପ୍ରାୟ 1,000ରୁ 1,500 ଆତଙ୍କବାଦୀ ଜାମ୍ମୁ କାଶ୍ମୀର ନିକଟସ୍ଥ ଭାରତୀୟ ସୀମାରେଖା ନିକଟରେ ଅନୁପ୍ରବେଶ ଲାଗି ଅପେକ୍ଷା କରିଛନ୍ତି। ଉତ୍ତେଜନାମୂଳକ ପରିସ୍ଥିତିର ସମାଧାନ ପାଇଁ ଆଫଗାନିସ୍ତାନ ପକ୍ଷରୁ ଆଲୋଚନା ନିମନ୍ତେ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ପାକିସ୍ତାନ ପକ୍ଷରୁ କୌଣସି ଜବାବ ମିଳିପାରି ନାହିଁ। ଏଭଳି ପରିସ୍ଥିତିରେ ଲସ୍କର ଏ ତଏବା ଏବଂ ଜୈଶ ଏ ମହମ୍ମଦ ଭଳି ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକ ସକ୍ରିୟ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଅପରେସନ ସିନ୍ଦୁରରେ ଉଭୟ ଆତଙ୍କବାଦୀ ଗୋଷ୍ଠୀର ଅନେକ ସଦସ୍ୟ ମୃତାହତ ହେବା ସହ ବ୍ୟାପକ ଭିତ୍ତିଭୂମି ନଷ୍ଟ ହୋଇଥିଲା। ଭାରତୀୟ ସୁରକ୍ଷା ସଂସ୍ଥାର ସୂଚନା ଅନୁଯାୟୀ ଜମ୍ମୁ କାଶ୍ମୀର ସହ ପଞ୍ଜାବ ସୀମା ନିକଟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପାକିସ୍ତାନ ଗୁରୁତ୍ୱପୂର୍ଣ୍ଣ ଅଭିଯାନ ଲାଗି ଯୋଜନା କରୁଥିବା ବେଳେ ଭାରତର ସୁରକ୍ଷା ବଳ ଏହାକୁ ପ୍ରତିହତ କରିବା ପାଇଁ ସମର୍ଥ ବୋଲି କୁହାଯାଇଛି। ଇରାନର ସର୍ବୋଚ୍ଚ ନେତା ଆୟତୋଲ୍ଲା ସୟଦ ଅଲି ଖାମନେଇଙ୍କ ଶେଷକୃତ୍ୟ ନିମନ୍ତେ ତେହେରାନର ଗ୍ରାଣ୍ଡ ମୋସାଲାରେ ପ୍ରସ୍ତୁତି କାର୍ଯ୍ୟ ଚାଲିଛି। ସୂଚନାଯୋଗ୍ୟ, ଖାମନେଇ ଆମେରିକା ଇସ୍ରାଏଲର ମିଳିତ ଆକ୍ରମଣରେ ପ୍ରାଣ ହରାଇଥିଲେ। ଗତକାଲିଠାରୁ ଖାମନେଇଙ୍କ ସମ୍ମାନାର୍ଥେ 3 ଦିନିଆ ବିଦାୟକାଳୀନ ସମାରୋହ ଆରମ୍ଭ ହେବାକୁ ଥିବାବେଳେ ଇରାନ ଏବଂ ଆମେରିକା ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଉତ୍ତେଜନାମୂଳକ ପରିସ୍ଥିତିକୁ ଦୃଷ୍ଟିରେ ରଖି ତାହାକୁ ସ୍ଥଗିତ ରଖାଯାଇଥିଲା। କଙ୍ଗୋ ଗଣରାଜ୍ୟର ପୂର୍ବାଞ୍ଚଳରେ ଭୟଙ୍କର ଭୂସ୍ଖଳନ ଯୋଗୁଁ ମୃତ୍ୟୁସଂଖ୍ୟା 200 ଅତିକ୍ରମ କରିଛି। ମୃତକଙ୍କ ମଧ୍ୟରେ 70 ଜଣ ଶିଶୁ ରହିଥିବା ଜଣାପଡ଼ିଛି। ଗତ ମଙ୍ଗଳବାର ଦିନ କୋଲ୍ଟାନ ଖଣି ଅଞ୍ଚଳରେ ଏହି ଭୟଙ୍କର ଭୂସ୍ଖଳନ ଘଟିଥିଲା। ମୃତକଙ୍କ ମଧ୍ୟରେ ଅଧିକାଂଶ ଖଣି ଶ୍ରମିକ ରହିଥିବା ସୂଚନା ମିଳିଛି। ଗତ ଜାନୁଆରୀ ମାସରେ ସେହି ଖଣି ଅଞ୍ଚଳରେ ବିପର୍ଯ୍ୟୟ ଘଟି 400ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ସେଠାରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ପ୍ରବାଦ ପୁରୁଷ ମହାନ ଜନନାୟକ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଓଡ଼ିଶାର ବିକାଶରେ ବିଜୁ ପଟ୍ଟନାୟକଙ୍କ ପ୍ରମୁଖ ଭୂମିକା ରହିଥିବା ଶ୍ରୀ ମୋଦି କହିଛନ୍ତି। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି, ଛାତ୍ର ଜୀବନରୁ ଆରମ୍ଭ କରି ଜରୁରୀକାଳୀନ ପରିସ୍ଥିତି ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକଙ୍କ ସମ୍ପୂର୍ଣ୍ଣ ଜୀବନ ସଂଘର୍ଷପୂର୍ଣ୍ଣ ଥିଲା। ଆଇସିସି ପୁରୁଷ ଟି20 ବିଶ୍ୱକପ୍ କ୍ରିକେଟ ପ୍ରତିଯୋଗିତାର ଆଜି ଦ୍ୱିତୀୟ ସେମିଫାଇନାଲ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ। ମୁମ୍ବାଇର ୱାଙ୍ଗଡେ ଷ୍ଟାଡିୟମରେ ଭାରତୀୟ ସମୟ ସନ୍ଧ୍ୟା 7ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। ଗତକାଲି କୋଲକାତାର ଇଡେନ୍ ଗାର୍ଡେନରେ ଅନୁଷ୍ଠିତ ପ୍ରଥମ ସେମିଫାଇନାଲ ମ୍ୟାଚ୍ରେ ନ୍ୟୁଜିଲ୍ୟାଣ୍ଡ 9 ୱିକେଟ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା। ଆସନ୍ତା 8 ତାରିଖ ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଜିର ବିଜେତା ସହ ନ୍ୟୁଜିଲ୍ୟାଣ୍ଡ ଫାଇନାଲ ମ୍ୟାଚ୍ ଖେଳିବ। ବିର୍ମିଂହାମ୍ଠାରେ ଚାଲିଥିବା ଅଲ୍ ଇଂଲଣ୍ଡ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ର ଗତକାଲି ଦ୍ୱିତୀୟ ଦିନରେ ଭାରତ ପରାଜୟର ସାମ୍ନା କରିଛି। ସାତ୍ୱିକ ସାଇରାଜ ରାଙ୍କିରେଡ୍ଡି, ଚିରାଗ ସେଟ୍ଟି, ରୋହନ କାପୁର, ରୁଥବିକା ଏବଂ ଆୟୁଷ ସେଟ୍ଟି ପ୍ରଥମ ପର୍ଯ୍ୟାୟରେ ପରାସ୍ତ ହୋଇଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ଭାରତ ଫିନଲାଣ୍ଡ ମଧ୍ୟରେ ଆଜି ପରିବେଶ, ପ୍ରବାସନ ଏବଂ ପରିସଂଖ୍ୟାନ ସମ୍ପର୍କିତ ବୁଝାମଣାପତ୍ର ସ୍ୱାକ୍ଷରିତ। ରାଇସିନା ବାର୍ତ୍ତାଳାପର ଏକାଦଶ ସଂସ୍କରଣକୁ ଆଜି ସନ୍ଧ୍ୟାରେ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ଫିନଲାଣ୍ଡ ରାଷ୍ଟ୍ରପତି। 37ଟି ରାଜ୍ୟସଭା ଆସନ ଲାଗି ଆଜି ହେଉଛି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ। ଆସନ୍ତାକାଲି ପ୍ରାର୍ଥୀପତ୍ର ଯାଞ୍ଚ। 275 ଆସନ ବିଶିଷ୍ଟ ନେପାଳୀ ସଂସଦ ନିର୍ବାଚନ ପାଇଁ ସୁରୁଖୁରୁରେ ଚାଲିଛି ମତଦାନ। ଏବଂ ପୁରୁଷ ଟି20 ବିଶ୍ୱକପ୍ କ୍ରିକେଟ ପ୍ରତିଯୋଗିତାର ଆଜି ଦ୍ୱିତୀୟ ସେମିଫାଇନାଲରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।